दर्शक बंधु एशिया कप और ट्राय सीरीज ପାଇଁ ଦଳ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ। ପାକିସ୍ତାନର ଏହି ଟିମ୍କୁ 29 ଅଗଷ୍ଟରୁ ୟୁଏଇ, ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଟ୍ରାଏ ସିରିଜ୍ ଖେଳିବାର ଅଛି। ସେହିଭଳି ଏହି ସିରିଜ୍ ପରେ 9 ସେପ୍ଟେମ୍ବରରୁ ଏସିଆ କପ୍ ମଧ୍ୟ ଏହି ଟିମ୍ ହିଁ ଖେଳିବ। ଉଭୟ ସିରିଜ୍ ପାଇଁ ଦଳ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ। ହେଲେ ଦଳରୁ ଆଶ୍ଚର୍ଯ୍ୟଜନକ ଭାବେ ବାହାର ହୋଇଯାଇଛନ୍ତି ଷ୍ଟାର ଖେଳାଳି ବାବର ଆଜମ ଏବଂ ମହମ୍ମଦ ରିଜୱାନ। ଉଭୟ ଦଳର ନିୟମିତ ସଦସ୍ୟ ଥିଲେ। ହେଲେ କିଛି ମ୍ୟାଚ୍ ହେଲା ଉଭୟଙ୍କର ଫର୍ମ ଏତେଟା ଭଲ ନଥିଲା। ବାବର ଆଜମ ଯିଏକି ପାକିସ୍ତାନ ପାଇଁ 128ଟି ଟି20 ମ୍ୟାଚ୍ ଖେଳି 4223 ରନ୍ କରିଥିଲା ବେଳେ ମହମ୍ମଦ ରିଜୱାନ ଯିଏକି ପାକିସ୍ତାନ ପାଇଁ 106ଟି ଟି20 ମ୍ୟାଚ୍ ଖେଳି 3414 ରନ୍ କରିଛନ୍ତି। ଦର୍ଶକ ବନ୍ଧୁ ଆସନ୍ତୁ ଏବେ ଫୁଲ୍ ସ୍କ୍ୱାଡ୍ ଉପରେ ନଜର ପକାଇ ନେବା। ସଲମାନ ଅଲି ଆଘା ଯିଏକି କ୍ୟାପ୍ଟେନ୍ ଅଛନ୍ତି, ସେହିଭଳି ଆବ୍ରର ଅହମ୍ମଦ, ଫହିମ ଅଶରଫ, ଫକର ଜମାନ ଏବଂ ହରିଶ ରଫ, ହସନ ଅଲି, ହସନ ନୱାଜ, ହୁସିଆନ ତଲତ, ଖୁଶଦିଲ ଶାହା, ମହମ୍ମଦ ହରିଶ, ମହମ୍ମଦ ନୱାଜ, ମହମ୍ମଦ ୱାସିମ, ସୈଫଜାଦ ଫରହାନ, ସେମ ଆୟୁବ, ସଲମାନ ମିର୍ଜା, ଶାହିନଶାହ ଆଫ୍ରିଦି, ସୁଫିଆନ ମୁକିମ। ଦର୍ଶକ ବନ୍ଧୁ ତେଜ ବୋଲର ନସିମ ଶାହଙ୍କୁ କିନ୍ତୁ ଏହି ଟିମ୍ରେ ଦେଖିବାକୁ ମିଳିନାହିଁ। ଦର୍ଶକ ବନ୍ଧୁ ରିପୋର୍ଟଟି କେମିତି ଲାଗିଛି କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଜଣାଇବେ।